ରାମ ନାରାୟଣ ରାମ। ମୁଁ ମୋ କଥା କହି ବୁଝାଉଛି। ଗୋଟେବେଳେ ଢାକାରେ ମୋର ଜନ୍ମ ଉତ୍ସବ ମନାଉଥିଲେ। ସେଦିନ ଦୀପାବଳି ଥିଲା। ମୋ ଚାରିପାଖରେ ଗୀତ ସଙ୍ଗୀତ ଚାଲିଥିଲା। ଏବେ ହଠାତ୍ ମୋତେ ଆଗି ଦେଖାଗଲା। ଦେଖ ସଂସ୍ପର୍ଶର ପ୍ରଭାବ କେମିତି ହୁଏ। ଫ୍ୟାକ୍ଟୋରିଆଲ ସେଠାରେ ମୋର କିଛି ଶିଷ୍ୟ ଥିଲେ। ସେମାନେ ଗୁରୁଦେବ ଗୁରୁଦେବ ବୋଲି କହୁଥିଲେ। ଅନେକ ଲୋକ ଘର ଭାଙ୍ଗି ପଡ଼ି ତାଳେ ଦବି ମରିଗଲେ। ମୁଁ ଆଗି ଫ୍ୟାକ୍ଟୋରିଆଲ ବୋଲି ଚିତ୍କାର କଲି। ମୁଁ ପାଣି ଚାହିଁଲି। ଲୋକେ ପାଣି ଆଣିଦେଲେ। ମୁଁ ତାହା ଢାଳିଲି। ତବଲା ହାରମୋନିୟମ ସବୁ ଭିଜିଗଲା। ମୋର ଗୋଟିଏ ଶିଷ୍ୟଙ୍କ ନାମ ଥିଲା ମହାନନ୍ଦ। ମୁଁ କହିଲି, ସମସ୍ତେ ରୋକିଗଲେ, କିନ୍ତୁ ମହାନନ୍ଦ ନାହିଁ। ମୁଁ ଏହି ଜିନିଷକୁ ବାରମ୍ବାର କହୁଥିଲି। 2 ଦିନ ପରେ ମହାନନ୍ଦ ମୋ ସମ୍ମୁଖରେ ଆସିଗଲେ। ସମସ୍ତେ ଜାଣିଥିଲେ ସେ ମରିଗଲେ। ଲୋକେ ତାଙ୍କୁ ଘେରିଲେ। ପଚାରିବା ପରେ ସେ କହିଲେ ମୁଁ ଆଗି ଭିତରେ ଫସିଗଲିଥିଲି। ତେବେ ହଠାତ୍ କିଏ ମୋର ଗଳା ଧରି କହିଲେ, ଉଠ। ଏବଂ ମୁଁ ଉଠିଗଲି। ପରେ ମନେ ହେଲା କିଏ ମୋତେ ନେଇ ଫୁଟପାଥରେ ଛାଡ଼ିଦେଲେ, କିନ୍ତୁ ସେଠାରେ କାହାକୁ ମୁଁ ଦେଖିପାରିଲି ନାହିଁ। ମୁଁ ଏହା କହୁଛି ମୋର ମହିମା ବ୍ୟାଖ୍ୟା କରିବା ପାଇଁ ନୁହେଁ, କାର୍ଯ୍ୟକୁ ସାର୍ଥକ କରିବା ପାଇଁ। ବହୁବେଳେ ଜପ କରିବା ସମୟରେ ଦେଖିବାକୁ ଇଚ୍ଛା ହୁଏ ଏହି ଗ୍ରହ ଉପଗ୍ରହଗୁଡ଼ିକ ଖୁବ ନିକଟରେ ଦେଖାଯାନ୍ତି। ଦୂର ଗ୍ରହମାନେ ଉପରେ ଅନେକ ମହାନ ବ୍ୟକ୍ତି ତାଙ୍କର ନିଜ ନିଜ ସାଧନା କରୁଛନ୍ତି। ସେମାନେ ବିରାଟ ରୂପ ଧାରଣ କରିଛନ୍ତି। ଅନେକ ଲୋକ ଅଛନ୍ତି ଯେମାନେ ଏକ ମୁହୂର୍ତ୍ତରେ ନୂତନ ପୃଥିବୀ ତିଆରି କରିପାରନ୍ତି ଓ ଅନେକ ପୃଥିବୀଙ୍କୁ ଧ୍ୱଂସ କରିପାରନ୍ତି। ବେଳେବେଳେ ସେମାନଙ୍କୁ ଦେଖିବାର ଇଚ୍ଛା ହୁଏ। ଯେତେବେଳେ ସେମାନେ ଦୂରରୁ କୁହନ୍ତି ଯେ ସେମାନେ ଆସୁଛନ୍ତି, ସେତେବେଳେ ସେମାନେ ତୁମ ସମ୍ମୁଖରେ ଦେଖାଯିବେ। ସେମାନେ ପଚାରିବେ, କ'ଣ ଘଟିଲା? ମୋତେ କାହିଁକି ବୁଲାଇଲୁ? ତୁମେ ଯାହା କରୁଛ ଠିକ୍ କରୁଛ। ମୋତେ ବାରମ୍ବାର ବୁଲାଅନି। ମୁଁ ତୁମକୁ ଦେଖୁଛି, ତୁମକୁ ସାହାଯ୍ୟ କରୁଛି। ତୁମେ କାମ କରୁଥିବାରେ ଥାଅ। ଏହି ଆନନ୍ଦ କିପରି ଅନୁଭବ ହୁଏ ତୁମେ ବୁଝିପାରିବେ ନାହିଁ। ତୁମେ ଦେଖୁଛ ଯେ ଗୋଟିଏ ବିରାଟ ପୁରୁଷ ତୁମ ସ୍ୱରକୁ ଉତ୍ତର ଦେଉଛନ୍ତି। ତୁମେ ଏତେ ଭାଗ୍ୟଶାଳୀ ଫ୍ୟାକ୍ଟୋରିଆଲ। ତୁମେ ବୁଝିପାରୁଛ ଯେ ତୁମ ଗ୍ରନ୍ଥିଗୁଡ଼ିକ ଜାଗୃତ ହୋଇଛି। କେବେ କେବେ ସେମାନଙ୍କ ଛାଡ଼ିଦିଆ ଶକ୍ତିମାନେ ଘୁରୁଛନ୍ତି। ଯାହାକୁ ଦରକାର ସେ ତାହା ନେଇ ନେଉଛି। ଯାହାକୁ ଆବଶ୍ୟକ ସେ ସେହି ଶକ୍ତିକୁ ଧରି ନେଉଛି।